नमस्कार। ମାଲ୍ୟଗିରି କହେ ଆଇନ ଅଦାଲତକୁ ଆପଣମାନଙ୍କୁ ସ୍ୱାଗତ। ଆମେ ଜାଣିଛେ ଭାରତର ନୂଆ କ୍ରିମିନାଲ ଆଇନ ବା ଫୌଜଦାରୀ ଆଇନ 2023 ମସିହାରେ ପାର୍ଲାମେଣ୍ଟରେ ପାସ୍ ହେବା ପରେ 1 ଜୁଲାଇ 2024ରେ ଏହା ଲାଗୁ ହେଲା, କାର୍ଯ୍ୟକାରୀ ହେଲା, ଯାହାକି ବହୁ ପୁରାତନ ଆଇନ ଥିଲା। ଭାରତୀୟ ଦଣ୍ଡବିଧାନ ଆଇନ, ଭାରତୀୟ ସାକ୍ଷ୍ୟ ପ୍ରମାଣ ଆଇନ ଏବଂ ଭାରତୀୟ କ୍ରିମିନାଲ ପ୍ରୋସିଜିଓର ଯେଉଁଟା ଥିଲା ଫୌଜଦାରୀ ସଂହିତା, ତାକୁ ପରିବର୍ତ୍ତନ କରାଯାଇ ନୂଆ ଆଇନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023, ଭାରତୀୟ ନ୍ୟାୟ ସଂହିତା 2023 ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023 ଭାବରେ ତାକୁ ନାମିତ କରାଯାଇ ଲାଗୁ କରାଗଲା। ଏଇ ଯେଉଁ ନୂଆ ଆଇନ ଅଣାଗଲା ତାର ଆବଶ୍ୟକତା କ'ଣ ପଡ଼ିଲା? କାରଣ ଯେଉଁ ଭାରତୀୟ ଦଣ୍ଡବିଧାନ ଆଇନ କୁହନ୍ତୁ କିମ୍ବା ସାକ୍ଷ୍ୟ ପ୍ରମାଣ ଆଇନ କୁହନ୍ତୁ, ତାହା 1860 ମସିହା 1872 ମସିହାର ଆଇନ, ବହୁତ ପୁରୁଣା ଆଇନ, ଯାହାକି ଇଂରେଜ ସମୟରୁ ଲାଗୁ ହୋଇ ଆସିଥିଲା। ୟା ଭିତରେ ସମୟ ପରିବର୍ତ୍ତନ ହୋଇଛି, ପରିସ୍ଥିତିର ପରିବର୍ତ୍ତନ ହୋଇଛି, ଲୋକ ଓ ବ୍ୟକ୍ତି ବିଶେଷ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି ଏବଂ ସମୟ ପରିବର୍ତ୍ତନ ଅନୁଯାୟୀ ଆଇନର ପରିବର୍ତ୍ତନ ଆବଶ୍ୟକତା ଅଛି। ବର୍ତ୍ତମାନ ଭାରତରେ ବହୁତ ମୋକଦ୍ଦମା ପଡ଼ି ରହିଛି। ଅନେକ ମୋକଦ୍ଦମା ଫଇସଲା ନ ହୋଇପାରିବାର କାରଣ ସେଇ ଯେଉଁ ଆଇନରେ ଥିବା ବ୍ୟବସ୍ଥା। ଆମେ କୌଣସି ଏକ୍ସପର୍ଟଙ୍କ ପାଖରେ ଗୋଟେ ପରୀକ୍ଷା ଟେଷ୍ଟ ପାଇଁ ମନେ କରାଯାଉ, ଜଣେ ଡାକ୍ତରଙ୍କ ପାଖରେ ଜଣେ ଟେଷ୍ଟ ହେଲା, ତା ରିପୋର୍ଟ ଦେବା ପାଇଁ ସେ ଅନେକ ଡେରି ବି କରିଦେଉଥିଲେ। କିନ୍ତୁ ଏଇ ନୂଆ ପ୍ରଚଳିତ ଆଇନ ବ୍ୟବସ୍ଥାରେ ବିଭିନ୍ନ କାର୍ଯ୍ୟକୁ ସମାପନ କରିବା ପାଇଁ ବିଭିନ୍ନ ସମୟ ଧାର୍ଯ୍ୟ କରିଦିଆଯାଇଛି, ଯାହାଫଳରେ କି ଆମେ ନିଶ୍ଚିନ୍ତ ଭାବରେ ପୂର୍ବାପେକ୍ଷା ଅତି ଶୀଘ୍ର କେସ୍ ଗୁଡ଼ିକ ବା ମୋକଦ୍ଦମା ଗୁଡ଼ିକ ଫଇସଲା ହେବାର ନିହାତି ଭାବରେ ତା'ର ସମ୍ଭାବନା ରହିଛି ଏବଂ ଯେଉଁ ଅନାବଶ୍ୟକ ଆଇନ ପ୍ରାୟ ଅନେକ ବର୍ଷ ତଳର, ତାକୁ ଉଚ୍ଛେଦ କରାଯାଇଛି ଏବଂ ଆବଶ୍ୟକ କିଛି ସଂଶୋଧନ ମଧ୍ୟ ଏହି ନୂଆ ଆଇନରେ କରାଯାଇଛି। ଏହି ନୂଆ ଆଇନ ଆସିବା ଫଳରେ ଆମର ବିଚାର ବ୍ୟବସ୍ଥାରେ ସୁଧାର ହେବା ସହିତ ବିଚାର ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇପାରିବ ଏବଂ ଖୁବ୍ ଶୀଘ୍ର ମୋକଦ୍ଦମାର ଫଇସଲା କରାଯାଇପାରିବ ଏବଂ ଅନେକ ଯେଉଁ ତ୍ରୁଟି ବିଚ୍ୟୁତି ରହୁଥିଲା, ଯାହାଫଳରେ କି ଅନେକ ଅପରାଧୀ ଖସି ଯାଉଥିଲେ, ସେଥିରେ ମଧ୍ୟ ସଂଶୋଧନ ଅଣାଯାଇଛି। ବର୍ତ୍ତମାନ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ବା ଫୋନ୍ କମ୍ପ୍ୟୁଟରର ଯୁଗ, ଏହି ସମୟରେ ତା'ର ଯେଉଁ ତଥ୍ୟ ଗୁଡ଼ାକୁ ଆମେ କେତେ ପରିମାଣରେ ସାକ୍ଷ୍ୟ ପ୍ରମାଣ ଭାବରେ ଗ୍ରହଣ କରିପାରିବା, ସେହି ବ୍ୟବସ୍ଥା ପୂର୍ବରୁ ନଥିଲା। ମାତ୍ର ବର୍ତ୍ତମାନ ଯେଉଁ ନୂଆ ଆଇନ ଆସିଲା, ସେଥିରେ ତାକୁ ଗ୍ରହଣ କରାଯାଇଛି। ପ୍ରତ୍ୟେକ କାର୍ଯ୍ୟ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ସହିତ ଆମକୁ ଅନେକ ସାକ୍ଷ୍ୟ ପ୍ରମାଣ କିପରି ସୁରୁଖୁରୁରେ ଗ୍ରହଣ କରାଯାଇପାରିବ ଏବଂ ତ୍ୱରାନ୍ୱିତ କରାଯାଇପାରିବ, ତା ବ୍ୟବସ୍ଥା ନୂତନ ଆଇନ କରାଯାଇଛି। ପ୍ରକୃତରେ କୁହାଗଲେ ଆମେ ଧୀରେ ଧୀରେ ଏହି ନୂତନ ଆଇନର ବ୍ୟାଖ୍ୟା କରିବୁ ଏବଂ ବିଭିନ୍ନ ଜିନିଷ ଯାହା ଜନସାଧାରଣଙ୍କ ଜାଣିବା ପାଇଁ ଆବଶ୍ୟକ ଅଛି, ଆମେ ଏହି ଚ୍ୟାନେଲ ମାଧ୍ୟମରେ ଧୀରେ ଧୀରେ ଆପଣଙ୍କୁ ଉପସ୍ଥାପନ କରିବୁ ଏହି ଚ୍ୟାନେଲ ମାଧ୍ୟମରେ। ତେଣୁ ଆମେ ପରବର୍ତ୍ତୀ ଏପିସୋଡ଼ରେ ପ୍ରତ୍ୟେକ କ'ଣ କ'ଣ ସୁଧାର କରାଯାଇଛି, କ'ଣ କ'ଣ ଆଇନର ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି, କ'ଣ କ'ଣ ହେବା ଫଳରେ କ'ଣ କ'ଣ ଲାଭ ହେଉଛି, ତାକୁ ତର୍ଜମା କରି ଆପଣମାନଙ୍କୁ ଜଣାଇବୁ। ରହିଲୁ, ଧନ୍ୟବାଦ।